ବଜ୍ରାଘାତରେ ଦୁଇ ଯୁବକ ମୃତ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ଘଟିଛି ଏ ଅଘଟଣ। ସାନଖେମୁଣ୍ଡି ପାଟପୁର ଗାନ୍ଧୀ ଛକରେ ଠାକୁରାଣୀ ଯାତ୍ରା ଚାଲୁଥିବା ବେଳେ ମୀନା ବଜାର ପଡ଼ିଥିଲା। ମୀନା ବଜାରରେ ଥିବା ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ବଡ଼ ସୂଚନା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ସେମାନଙ୍କର ପରିଚୟ ମିଳିପାରି ନାହିଁ। ତେବେ ମୀନା ବଜାର ଚାଲିଥିବା ବେଳେ ବଜ୍ରାଘାତ ହୋଇଥିଲା ଏବଂ ଏ ଘଟଣା ଗଞ୍ଜାମ ଜିଲ୍ଲା ସାନକେମୁଣ୍ଡି ଅଞ୍ଚଳରେ ଘଟିଛି। ଏ ଘଟଣାକୁ ନେଇକି ଦୁଃଖର ମାହୋଲ ସୃଷ୍ଟି ହୋଇଛି ଏବଂ ଗାଁରେ କାନ୍ଦ ବୋବାଳିର ପରିବେଶ ଦେଖିବା ପାଇଁ ମିଳୁଛି। ପାଟପୁର ଗାନ୍ଧୀ ଛକରେ ଠାକୁରାଣୀ ଯାତ୍ରା ଚାଲୁଥିବା ବେଳେ ମୀନା ବଜାର ପଡ଼ିଥିଲା। ମୀନା ବଜାରରେ ଥିବା ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ବଜ୍ରାଘାତରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ, ଏପର୍ଯ୍ୟନ୍ତ ସେମାନଙ୍କର ପରିଚୟ ମିଳିପାରି ନାହିଁ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଦିଗପହଣ୍ଡି ରିପୋର୍ଟର କାଳୁଚରଣ ନାହାକ ଯୋଡ଼ି ହେଉଛନ୍ତି। କାଳୁଚରଣ, ଏ ଘଟଣା ବର୍ତ୍ତମାନ ଅତ୍ୟନ୍ତ ଦୁଃଖର ପରିବେଶ ସୃଷ୍ଟି କରିଛି। କ'ଣ ଅଧିକ ସୂଚନା ରହିଛି ଏ ବାବଦରେ? ଦେଖନ୍ତୁ ଶୁଭଶ୍ରୀ, ବର୍ତ୍ତମାନ ଯେଉଁଭଳି ଭାବରେ ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଗାନ୍ଧୀ ଛକଠାରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠି ଯେତେବେଳେ କାଳବୈଶାଖୀ ଆସିଥିଲା, ମେଘ ପବନ ଆସିଥିଲା ଏବଂ ବଜ୍ରାଘାତ ହୋଇଥିଲା। ବାରମ୍ବାର ବଜ୍ରାଘାତ ସମୟରେ ଦୁଇ ଜଣ ଯୁବକ ଆଜି ଟଳି ପଡ଼ିଛନ୍ତି ଏବଂ ଏଭଳି ଘଟଣା ଯେ ଦେଖିବାକୁ ମିଳିଛି ପାଟପୁର ଥାନାଠାରୁ ମାତ୍ର 100 ମିଟର ଦୂର ଏବଂ ପାଟପୁରରେ ମା ଠାକୁରାଣୀଙ୍କର ଯାତ୍ରା ଚାଲିଥିଲା ଏବଂ ଯାତ୍ରା ସମୟରେ ଯୋଉ ମୀନା ବଜାର ପଡିଥିଲା ଗାନ୍ଧୀ ଛକଠାରେ, ଉକ୍ତ ମୀନା ବଜାରରେ ରାମ ଦୋଳି ଏବଂ ଯୋଉ ବ୍ରେକ୍ ଡ୍ୟାନ୍ସ ଭଳି ଦୋଳି ମାନ ଥିଲା, ସେଠିକାର ଯୋଉ ଦୁଇ ଜଣ ଯୁବକ, ଯାହା ସୂଚନା ରହିଛି ସେମାନେ ପୁରୀ ଅଞ୍ଚଳର ବୋଲି ସୂଚନା ରହିଛି, ସେ ଦୁଇ ଜଣ ଫୋନରେ କଥା ହେଉଥିବା ସମୟରେ ବଜ୍ରାଘାତ ଘଟିଥିଲା ଏବଂ ଘଟଣାସ୍ଥଳରେ ହିଁ ଦୁଇ ଜଣ ଯୁବକ ଟଳି ପଡିଥିଲେ। ତା ପରବର୍ତ୍ତୀ ମୁହୂର୍ତ୍ତରେ ସ୍ଥାନୀୟ ଲୋକମାନେ ଯେତେବେଳେ ଦେଖିଥିଲେ ସେ ବଜ୍ରାଘାତ ତାଙ୍କୁ ହେଇଛି, ତାଙ୍କୁ ଯାଇକି ଉଦ୍ଧାର କରିଥିଲେ ଏବଂ ସ୍ଥାନୀୟ ପାଟପୁର ଥାନା ଅଧିକାରୀ, ଆଇଆଇସି ଏବଂ ସମ୍ପୂର୍ଣ୍ଣ ଟିମ୍ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ଏବଂ ଯେତେବେଳେ ତାଙ୍କୁ ଡକ୍ଟର ତାଙ୍କୁ ମୁକ୍ତ ଘୋଷଣା କରିଛନ୍ତି, ତାଙ୍କର ମଧ୍ୟ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ରେଫରେନ୍ସକୁ ମଧ୍ୟ ପଠାଯିବ ବୋଲି ସୂଚନା ମିଳିଛି। ତାପରେ ରହିଲା ଯୋଉ ଯାତ୍ରା ଚାଲିଥିଲା, ସେଇ ଯାତ୍ରା ଯୋଉ ମୀନା ବଜାର କମିଟି ମାନେ ଅଛନ୍ତି ଏବଂ ଯୋଉ ତାଙ୍କର ସମ୍ପର୍କୀୟ ମାନେ ଅଛନ୍ତି, ଯୋଉମାନେ ଦୋଳି ନେଇକି ଆସିଥିଲେ, ଯୋଉମାନେ ବଜାର ନେଇକି ଆସିଥିଲେ, ସେମାନେ ମଧ୍ୟ ତାଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ଦେଇନାହାନ୍ତି। ପୋଲିସର ଏକ ଟିମ୍ ମଧ୍ୟ ପହଞ୍ଚି ଏମାନଙ୍କ ସହିତ ଆଲୋଚନା କରୁଛନ୍ତି, ତାଙ୍କ ପରିବାର ସହିତ ଆଲୋଚନା କରିବା ପାଇଁ ଏବଂ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ଜାଣିବା ପରେ ତାଙ୍କ ପରିବାରକୁ ଜଣାଇବା ପାଇଁ। ଘଟଣାସ୍ଥଳରେ ଯେ ଏଭଳି ଅଭାବନୀୟ ଘଟଣା ଏବଂ ଦୁଃଖଦ ଘଟଣା ଆଜି ପାଟପୁର ଅଞ୍ଚଳରେ ଘଟିଯାଇଛି। ତେବେ ଏ ଦୁଇ ଯୁବକଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏମାନେ ସ୍ଥାନୀୟ ଅଞ୍ଚଳର ଯୁବକ ନା ବାହାରୁ ଆସିଥିଲେ ଠାକୁରାଣୀ ଯାତ୍ରାରେ ଯୋଗ ଦେଇଥିଲେ? କିଛି ସମ୍ୟକ ସୂଚନା ରହିଛି ଏ ବାବଦରେ କାଳୁ? ଦେଖନ୍ତୁ ଶୁଭଶ୍ରୀ, ଯେଉଁ ଭାବରେ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଆମ୍ବୁଲାନ୍ସ ତାଙ୍କୁ ଡାକି ମେଡିକାଲ ନେଇଥିଲା, ସେତେବେଳେ ଆମେ ପୋଲିସ ସହିତ ଏବଂ ସେଠିକାର ଯୋଉ ବଜାର କମିଟି ଏବଂ ଯୋଉ ମୀନା ବଜାର ଯୋଉମାନେ ଦୋଳି ଆଣିଥିଲେ, ସେମାନେ ସେ ମାଲିକଙ୍କ ସହିତ ଆଲୋଚନା କରୁଥିଲୁ। ସେ ଯେହେତୁ ତାଙ୍କର 200ରୁ ଉର୍ଦ୍ଧ୍ୱ ପିଲା ଆସିଥିଲେ ଯାତ୍ରା ପାଇଁ, ସେ ବର୍ତ୍ତମାନ ସୁଦ୍ଧା ସେ ପରିଚୟ ତାଙ୍କେ ଜାଣିନାହାନ୍ତି ଏବଂ ତାଙ୍କର ମ୍ୟାନେଜର ମଧ୍ୟ ମେଡିକାଲକୁ ଯାଇଛନ୍ତି। ତାଙ୍କୁ ଦେଖିବା ପରେ ତାଙ୍କୁ ପରିଚୟ କରି ଏବଂ ତାଙ୍କର ପରିଚୟ ଦେଲେ ତାଙ୍କ ପରିବାରକୁ ସୂଚନା ଦିଆଯିବ। ଯାହା ସୂଚନା ରହୁଛି ପୁରୀ ଅଞ୍ଚଳର ବୋଲି ଯାହା ସୂଚନା ରହୁଛି, ଯୁବକ ମାନେ ପୁରୀ ଅଞ୍ଚଳର ବର୍ତ୍ତମାନ ସୁଦ୍ଧା ନାଁ ମଧ୍ୟ ଜଣା ପଡିନାହିଁ, ଯାହା ପାଟପୁର ଥାନା ଅଧିକାରୀ ସୂଚନା ଦେଇଥିଲେ। ଅତ୍ୟନ୍ତ ଅଭାବନୀୟ ଘଟଣା କାଳୁଚରଣ। ଯାତ୍ରା ଚାଲିଥିବା ବେଳେ ବଜ୍ରପାତ ଆଉ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି, ପରିଚୟ ମିଳିପାରି ନାହିଁ। ଗାଁରେ କାନ୍ଦ ବୋବାଳି ପରିବେଶ ସୃଷ୍ଟି ହୋଇଛି। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ କାଳୁଚରଣ ଯୋଡ଼ି ହୋଇଥିବାରୁ, ଏ ବାବଦରେ ଅଧିକ ସୂଚନା ରଖିଥିବାରୁ।